ଅଭୟ ବରଦାୟିନୀ ଭକ୍ତ ବତ୍ସଲା କାକଟପୁରବାସିନୀ ବିଜେ ମା ମଙ୍ଗଳା ମାତୃଶକ୍ତିପୀଠ ଜଳିଆପଡ଼ା କଣାସ ପୁରୀଙ୍କ ଚଇତି ପର୍ବ ଓ ତ୍ରୟୋବିଂଶତମ ବିଶ୍ୱ ଶାନ୍ତି ମହାଯଜ୍ଞର ବାର୍ଷିକ ଉତ୍ସବ ଓ କଳସ ଯାତ୍ରା 9 ତାରିଖ ମା ମଙ୍ଗଳାଙ୍କର ବିଶ୍ୱ ଶାନ୍ତି ମହାଯଜ୍ଞର ଅଙ୍କୁରାରୋପଣ ହୋଇଯାଇଛି। ଆଜି 10 ତାରିଖ ସକାଳ 7 ଘଣ୍ଟାଠାରୁ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା 12,000ରୁ ଉର୍ଦ୍ଧ୍ୱ ମା ବିଶ୍ୱାସୀ ମାନସିକଧାରୀ ମହିଳା ପୁରୁଷ ଓ ଶିଶୁମାନେ ପ୍ରାଚୀ ନଦୀ ତଟରୁ କଳସ ଧରି ମା ମଙ୍ଗଳାଙ୍କ ନାମକୁ ସ୍ମରଣ କରି ହୁଳହୁଳି ଦେଇ ଆସି ଶକ୍ତିପୀଠର ଯଜ୍ଞ ମଣ୍ଡପଠାରେ କଳସ ବସିଛନ୍ତି। ସେବକ ସୁରେନ୍ଦ୍ର ଚନ୍ଦ୍ର ପଣ୍ଡା ଓ ମୁଖ୍ୟ ପୂଜାରୀ ଜଳେଶ୍ୱର ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ମା ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ହୋଇ ସାଙ୍ଗରେ ଘୋଡ଼ା ନାଚ କାଳୀ ନାଚ ଲକ୍ଷ୍ମୀ ନୃତ୍ୟ ଶବର ନୃତ୍ୟ ଓ ବାଘ ନୃତ୍ୟ ପରିବେଷଣ କରି ଦୋକାନ୍ଧା କଣାସ ପ୍ରାଚୀ ନଦୀକୂଳରୁ ଆସି ଗାଁ ଦାଣ୍ଡରେ ପୂଜା ପାଇ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କଳସ ଯାତ୍ରା ହରିବୋଲ ଓ ହୁଳହୁଳିରେ ଦୋକନ୍ଦା କଣାସ ଓ ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ପୀଠ ଜଳିଆପଡ଼ା ଗ୍ରାମ ଜନସମାଗମରେ ଭରି ଉଠୁଛି। 12 ତାରିଖରେ ସନ୍ଧ୍ୟା ସମୟରେ ପୂର୍ଣ୍ଣାହୁତି ପ୍ରଦାନ କରାଯିବ।